ନମସ୍କାର ସାଙ୍ଗମାନେ, ଆସନ୍ତୁ ଜାଣିବା ଆଜିର 25ଟି ଅନୁଚିନ୍ତା। ନମ୍ବର 1, ଭଙ୍ଗା ପାନିଆରେ କେବେ ବି ମୁଣ୍ଡ କୁଣ୍ଡାନ୍ତୁ ନାହିଁ, ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି। ନମ୍ବର 2, ଉଲଗ୍ନ ହୋଇ ଶୋଇବା ପିତୃଲୋକର ଅଭିଶାପ ଲାଗିଥାଏ। ନମ୍ବର 3, ଯେଉଁ ଘରେ ସକାଳ ସଞ୍ଜ ଧୂପ ଦେଇ ସେହି ଘରେ ପୂଜା କରନ୍ତି, ସେହି ଘରେ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ନମ୍ବର 4, ଯିଏ ଶନିବାର ହେଲେ ଅସହାୟ ଲୋକଙ୍କୁ କିଛି ଦାନ ଧର୍ମ ଦକ୍ଷିଣା ଦେଇଥାଏ, ଶନି ପୀଡ଼ାରୁ ମୁକ୍ତି ମିଳିଥାଏ। ନମ୍ବର 5, ଶନିବାର ହେଲେ ପୋସ୍ତ ଗଛ ତଳେ ସୋରିଷ ତେଲର ଦୀପ ଜାଳି 7 ଥର ପରିକ୍ରମା କରନ୍ତି, ଶନି ଦଶା କଟିଥାଏ। ନମ୍ବର 6, ବୁଧବାର ହେଲେ ଗାଈକୁ ସବୁଜ ଘାସ ଖାଇବାକୁ ଦେଲେ ଦୋକାନ ବ୍ୟବସାୟ ଭଲ ଚାଲିବ। ନମ୍ବର 7, ସକାଳ ଉଲଗ୍ନ ଚିତ୍ର, କାନ୍ଦିବା ଫଟୋ ଏସବୁ ଦେଖିବା ଘୋର ଅଶୁଭ ହୋଇଥାଏ। ନମ୍ବର 8, ରାନ୍ଧିବା ସମୟରେ ସ୍ନେହ ମମତା ପ୍ରେମର ଭାବନା ସହ ରୋଷେଇ କଲେ ପରିବାର ଭିତରେ ସ୍ନେହ ବଢ଼ିଥାଏ, ସମସ୍ତଙ୍କ କଥା ମାନିଥାନ୍ତି। ନମ୍ବର 9, 16 ସୋମବାର ବ୍ରତ କଲେ ଭଲ ଜୀବନସାଥୀଟିଏ ମିଳିଥାଏ। ନମ୍ବର 10, ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ବେଡ୍ରୁମରେ 2ଟି ମୟୂର ପୁଚ୍ଛ ରଖନ୍ତୁ, ପ୍ରେମ ବଢ଼ିବ। ନମ୍ବର 8, ନମ୍ବର 11, ମାନ ସମ୍ମାନ ପାଇବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ। ନମ୍ବର 12, ନିଜ ଡ୍ରଇଂ ରୁମ୍ ବା ସମସ୍ତେ ଏକାଠି ବସିବା ରୁମ୍ରେ ସଜ ଗୋଲାପ କାଚ ପାତ୍ରରେ ପାଣି ରଖି ରଖନ୍ତୁ। ଯେଉଁ ରଙ୍ଗର ଗୋଲାପ ହେଲେ ଚଳିବ, ଏହାଦ୍ୱାରା ମନ ସବୁବେଳେ ଶାନ୍ତି ରହିବ। ବାର୍ତ୍ତାଳାପ ସମୟରେ କଳି ହେବ ନାହିଁ। ନମ୍ବର 13, ଘରେ କେବେ ବି ବୁଢ଼ିଆଣୀ ଜାଲି ହେବାକୁ ଦିଅ ନାହିଁ, ଏହା ଥିଲେ ଘରକୁ କଷ୍ଟ ମାଡ଼ି ଆସିବ। ନମ୍ବର 14, ମଥାରେ ସିନ୍ଦୂର ନ ଲଗାଇଲା ବେଳେ ଓଢ଼ଣା ଦିଅନ୍ତୁ ଏବଂ ଯୋଡ଼ି ହୋଇ ରହିଥିବା ଠାକୁରଙ୍କୁ ସ୍ମରଣ କରିବା ଶୁଭ ହୋଇଥାଏ। ନମ୍ବର 15, ମଥାରେ ସିନ୍ଦୂର ସବୁବେଳେ ତାକୁ ତଳୁ ଉପରୁ ଟାଣନ୍ତୁ, ଏହାଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। ନମ୍ବର 16, କଥା କଥାରେ ହସୁଥିବା ବ୍ୟକ୍ତି ସବୁବେଳେ କଷ୍ଟ ପାଇଥାଏ, ସୁନ୍ଦର ହସ ପଛରେ ବହୁତ ସାରା ଦୁଃଖ ଥାଏ। ନମ୍ବର 17, ପ୍ରତ୍ୟେକ ଦିନ ଗୋଟେ ତୁଳସୀ ପତ୍ର ଖାଆନ୍ତୁ, ଏହାଦ୍ୱାରା ଶରୀରରେ ରୋଗ ମାଡ଼ିବ ନାହିଁ। ନମ୍ବର 18, ସକାଳୁ ଉଠି ନିଜ ପାପୁଲିକୁ ଦେଖି ନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରି ସକାରାତ୍ମକ ହୋଇ ଉଠିଲେ ଦିନଟି ଭଲରେ କଟିବ। ନମ୍ବର 19, ପ୍ରଜାପତି ଆପେ ଆପେ ଆସି ନିଜ ଦେହ ଉପରେ ବସିଲେ କିଛି ଶୁଭ ସଂକେତ ମିଳିଥାଏ। ନମ୍ବର 20, ନାରୀମାନେ ସବୁବେଳେ ସଜେଇ ହୋଇ ରହିଲେ ସ୍ୱାମୀ ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି। ପ୍ରତ୍ୟେକ ନାରୀ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଥାନ୍ତି। ନମ୍ବର 21, ନିଜ ରୋଷେଇ ଘର ସବୁବେଳେ ସଫା କରି ରଖନ୍ତୁ, ଏହାଦ୍ୱାରା ମଙ୍ଗଳ ଗ୍ରହ ଶାନ୍ତ ହୋଇଥାନ୍ତି। ମଙ୍ଗଳ ଗ୍ରହଙ୍କ ଖରାପ ପ୍ରଭାବ ପଡ଼ିଲେ ପେଟ ଜନିତ ସମସ୍ୟା, ସ୍ୱାସ୍ଥ୍ୟ ଖରାପ ହେବା ଏସବୁ ଦେଖା ଦେଇଥାଏ। ନମ୍ବର 22, ମନ୍ଦିରରେ କେବେ ବି ପର କଥା ଭାବନ୍ତୁ ନାହିଁ, ଏହାଦ୍ୱାରା ପରର ଭଲ ହୋଇଥାଏ, ନିଜର ଅମଙ୍ଗଳ ହୋଇଥାଏ। ନମ୍ବର 23, ଏହି 5ଟି କଥା କାହାକୁ କୁହନ୍ତୁ ନାହିଁ। ନିଜର ସଫଳତାର ରହସ୍ୟ, ନିଜ ପରିବାରର କଥା, ନିଜ ଭବିଷ୍ୟତର ଚିନ୍ତାଧାରା, ନିଜର ଦୁର୍ବଳତା, ନିଜର ପାଷ୍ଟ କଥା। ନମ୍ବର 24, ଯେବେ ବି ସୁନା କିଣିବେ ପ୍ରଥମେ ମାତା ଲକ୍ଷ୍ମୀଙ୍କ ପାଖରେ ରଖି
ପୂଜା କରି ସାରିଲା ପରେ ଧାରଣ କରିବେ। ଏହା ଶୁଭ ହୋଇଥାଏ। ନମ୍ବର ଆହୁରି ସୁନା କିଣିବେ ଏବଂ ଧନର ଆଗମନ ହୋଇଥାଏ। ନମ୍ବର 25 ଯେଉଁ ଘରେ ସୂର୍ଯ୍ୟ ଉଦୟ ହେବା ଆଗରୁ ଉଠିଥାନ୍ତି ସେହି ଘରେ କେବେ ବି ଅମଙ୍ଗଳ ପ୍ରବେଶ କରିପାରିବ ନାହିଁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତ ଚ୍ୟାନେଲଟିକୁ ପ୍ଲିଜ୍ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ତଳେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ ଯେପରିକି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ରହିଲି, ଜୟ ଜଗନ୍ନାଥ।